কলে কম্ভু কটকরে নীলাদ্রি নগরে কম্ভু কটকরে নীলাদ্রি নগরে পাহাতি শঙ্খ বাজে কম্ভু কটকরে নীলাদ্রি করে পাহাতি শঙ্খ বাজে কম্ভু কটকরে নীলাদ্রি করে আচ্ছা বিষ্ণু বাবু পুরী শ্রীক্ষেত্রে শঙ্খ বাজে কি নাই মতে কইল পুরী শ্রীক্ষেত্রে শঙ্খ বাজা নাই এটা পুরা সত কথা শঙ্খ বাজে নাই শঙ্খ কেবল বিক্রি হচ্ছে ଯୋଉ ଶଙ୍ଖ ଆଣି ପାରିବେ କେବେ ପଣ୍ଡିତ ସମାଜ ମୋର ଆପଣ ଶୁଣି ନଥିବେ କୌଶା ପୁରୀ ଶ୍ରୀକ୍ଷେତ୍ରରେ ଶଙ୍ଖ ବାଜିବାର ବାଜେ ନାହିଁ ପରା କିନ୍ତୁ ବାଜେ ଆଉ ତମେ ଯାହା କହିବ ସେଇଆ ନା କଣ ଆରେ ମୁଁ କହୁଛି ବାଜେ ଆମେ ଆଳତି ବେଳେ ଯାଇଛୁ ବାଜିନି ସନ୍ଧ୍ୟା ବେଳେ ଯାଇଛୁ ବାଜିନି ସକାଳେ ଯାଇଛୁ ବାଜିନି ଆଉ ସଂକ୍ରାନ୍ତିରେ ବି ଶଙ୍ଖ ବାଜିନି କେବଳ ଶଙ୍ଖ ବିକ୍ରି ହଉଛି ଯାଇଛ ମୁଁ ପ୍ରମାଣ ଦଉଛି କବି ହେଲେ କିଏ ପୁଅ ଦୀନକୃଷ୍ଣ କହିଦେଲେ କଣ କହିଲେ କହିଲେ କମ୍ଭୁ କଟକରେ ନୀଳାଦ୍ରି ନଗରେ କମ୍ଭୁ କଟକରେ ନୀଳାଦ୍ରି ନଗରେ ପାହାତି ଶଙ୍ଖ ବାଜେ କମ୍ଭୁ କଟକରେ ନୀଳାଦ୍ରି ନଗରେ ପାହାତି ଶଙ୍ଖ ବାଜେ କମ୍ଭୁ କଟକରେ ନୀଳାଦ୍ରି ନଗରେ କମ୍ଭୁ ଚକ୍ରଧାର ଦେବରାଜଙ୍କର କମ୍ଭୁ ଚକ୍ରଧର ଦେବରାଜଙ୍କର ନିତେ ନିଦ୍ରା ଭାରି କମ୍ଭୁ କଟକରେ କମ୍ଭୁ କଟକ କହିଲେ କମ୍ଭୁ କଟକ କହିଲେ ଶ୍ରୀକ୍ଷେତ୍ର ଧାମର ଅନେକ ଗୁଡିଏ ନାମ ଅଛି ସେଥି ମଧ୍ୟରୁ ଗୋଟେ ନାଁ ହଉଛି କମ୍ଭୁ କଟକ କମ୍ଭୁ କଟକରେ ନୀଳାଦ୍ରି ନଗରରେ ପାହାନ୍ତି ଶଙ୍ଖ ବାଜିଲା କିନ୍ତୁ କୋଉ ଦିନ ତ ଆମେ ଶୁଣିନୁ ଶଙ୍ଖ ବାଜିବା କାହିଁକି ପୁଅ ଶୁଣିନା କାହିଁକି ନା ଇଏ ଯେତେବେଳେ ଇଂରେଜ ସରକାର ଯେତେବେଳେ ଆମ ଭାରତକୁ ଅତ୍ୟାଚାର କରି ନେଇଗଲା ବେଶ ବେଶ ପରେ ତା ପୂର୍ବରୁ ଇଂରେଜ ସରକାର କଣ କଲା ମାଧବ ଦାସ ବୋଲି ଜଣେ ସେବକ ଥିଲେ ଆଚ୍ଛା ଆଚ୍ଛା ସିଏ ଯେତେବେଳେ ତାଙ୍କର ଅନ୍ତ ଘଟିଗଲା ଆଉ କେହି ଗଲେ ନାହିଁ ଶଙ୍ଖ ବଜେଇବା ପାଇଁ କାହିଁକି କଣ ପଇସା ଗଲେ ନାହିଁ କାହିଁକି ନା ତାଙ୍କର ଦରମା ବା ଖେଇ ନଥିଲା ସେ କଥା କହୁନା ନଥିବାରୁ ସେ ସେବା ବୁଡିଗଲା ଯଦି ରାଜାଙ୍କର ଶାସନ ଥାନ୍ତା ତେବେ ନିଶ୍ଚିତ ଆଜ୍ଞା ଖଞ୍ଜି ଦେଇଥାନ୍ତେ ଯୋଗେଇ ଦେଇଥାନ୍ତେ କିନ୍ତୁ ଯେହେତୁ ସେ ସମୟରେ ଇଂରେଜ ଶାସନ କଲା ଆଜ୍ଞା କଥାଟା ବୁଡିଗଲା ବିଗିଡି ଗଲା ଆଉ ସେଇ ଇଂରେଜଙ୍କ କଥା କହିବା ଇଂରେଜଙ୍କର ତମେ ପାଲା ଗାଇଛ ଇଂରେଜ ସରକାର କଥା ଏଠି କହିବ ତମକୁ ପାଲା ଜଣା ନାହିଁ ନା କଣ କିଏ ସାହିତ୍ୟ କଥା କହୁନ ତମେ ଇଂରେଜ ସରକାର ସିଏ ଆମକୁ ଶାସନ କରିଥିଲେ ଅତ୍ୟାଚାର କରିଥିଲେ ଆମେ ତାଙ୍କୁ ସେ ଆମର ଶତ୍ରୁ ତମେ ଇଂରେଜ ସରକାରକୁ ଆମ ଜଣେ ଓଡିଆ ଜାତିର ଗର୍ବ ଗୌରବ ପୁଅ ତାଙ୍କୁ ସେ ବୁଦ୍ଧି ଶିଖେଇଥିଲା ତାହେଲେ ସାର୍ ସେଇ କଥା କୁହ ଯଦି ବୁଦ୍ଧି ଶିଖେଇଛନ୍ତି ସେ କଥା କୁହ ସିଏ କିଏ ସେ ପୁଅଟା ସେ ପୁଅ କିଏ ଆପଣ ମାନେ ଜାଣିଥିବେ ନୟାଗଡ଼ ଜିଲ୍ଲା ଖଣ୍ଡପଡା ମାଟିର ଯିଏ 1835 ମସିହାରେ ଜନ୍ମ ହେଇଛନ୍ତି 1904 ମସିହାରେ ପୁଅ ଇହଲୀଳା ତେଜିଛନ୍ତି ବାପ ହେଲେ ଶ୍ୟାମବନ୍ଧୁ ମା ହେଲେ ବିଷ୍ଣୁମାଳୀ ବିଷ୍ଣୁମାଳୀଙ୍କ ଗର୍ଭରୁ ଶ୍ୟାମବନ୍ଧୁଙ୍କ ଔରସରୁ ଯେଉଁ ଯୋଗ୍ୟ ସନ୍ତାନଟି ଜାତ ହେଇଥିଲା ସେ ସନ୍ତାନ କିଏ ତାହେଲେ ସେ କିଏ ଏମିତି ସେ ସନ୍ତାନ କିଏ ଯେ ସେ ସନ୍ତାନ ଆଉ କେହି ନୁହଁ କିଏ ସେ ତାହେଲେ ସନ୍ତାନ ହଉଛି ପଠାଣି ସାମନ୍ତ ଆରେ 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 ବଡ ଆଶ୍ଚର୍ଯ୍ୟର କଥା ପଠାଣି ସାମନ୍ତ କଥା ଆପଣ କହିବେ ସେଇ ମହୋଦୟ ପଠାଣି ସାମନ୍ତ ମହୋଦୟ ସେ ଇଂରେଜ ସରକାରଙ୍କୁ ବୁଦ୍ଧି ଶିଖେଇଥିଲେ ତାହେଲେ ସାର୍ ସେଇ କଥା କୁହନ୍ତୁ ତେବେ ପଠାଣି ସାମନ୍ତ ବାବୁ ଦିନକର ଘଟଣା କଣ ହେଇଛି ପଠାଣି ସାମନ୍ତ ନୟାଗଡ଼ ଜିଲ୍ଲାର ଖଣ୍ଡପଡା ମାଟିର କଥା ଇଏ ପଠାଣି ସାମନ୍ତକୁ ଦିନେ ପଚାରିଲେ କିଏ ପଚାରିଲେ ଇଂରେଜ
কমিশনর কুক সাহেব পচারলে কুক সাহেব কইলে পঠাণী আজ্ঞা স্যার মু শুনিলি তুমি রাতি অনিদ্রা হইকি স্বর্গ মাপুছ কোন কহিবে আজ্ঞা সেই প্রভুর ইচ্ছা সব মু বা কেতেক মাত্র আচ্ছা কহিল আজ্ঞা এই খণ্ডপড়া মাটিরু হ্যাঁ সপ্তশয্যা পর্বতর উচ্চতা কেতে হে প্রভু জগন্নাথ কি পরীক্ষারে পইলি ঠাকুর তুমি ହିଁ ସହାୟ ପ୍ରଭୁ ନହେଲେ ମୋ ମୁଣ୍ଡ କାଟ କରିଦେବେ ଜଗତର ନାଥ ଜଗନ୍ନାଥଙ୍କୁ ହାତ ଯୋଡ଼ି ଦେଲେ ସେଇ ଖଣ୍ଡପଡ଼ା ମାଟିରେ ରହି କହିଲେ, ହେ କାଳିଆ ସାନ୍ତ ତୁ ଭରସା ତୁ ହିଁ ଭରସା ପ୍ରଭୁ ପାଉଁଶ କାଠି ଦିଖଣ୍ଡକୁ ଏପଟ ସେପଟ କରି ମାପି କହିଦେଲେ କଣ କହିଲେ କହିଲେ କମିଶନର ସାହେବ ହଁ 1166 ଫୁଟ 12 ଆଙ୍ଗୁଳି ମାନେ 700,000 ଉଚ୍ଚତା কমিশনর সাহেব পচারলে তা কর্মচারী কি হ্যাঁ। আরে তো ম্যাপরে পকাই মাপিলু হ্যাঁ দেখুন দেখুন যেতবে মাপি দেইছি স্যার রাইট রাইট 1166 ফুট 12 আঙ্গুলি হইগলা আকুরেট হ্যাঁ সেই স্থানরে হ্যাঁ কুক সাহেব হ্যাঁ মহামহ উপাধিরে ভূষিত করদেলে পরে আগে আগে সে কেতে বড় কবি কবি না নাই ঠিক ঠিক সামন্ত সেইটি কহিলে কোন কহিলে বলে কমিশনর সাহেব আজ্ঞা পঞ্চাঙ্গ বলন্তে পাঞ্চি পাঞ্চি আজি ঠারু পাঞ্চি গণনা করে দউছি হ্যাঁ 10,000 বর্ষ পর্যন্ত বেশ কেহি টিপ দেই পারিবেনি কেহি হাত মারি পারিবে নাই এমিতি পাঞ্চি ও সেতিকি নহ না খণ্ডপড়া ঠারু পুরী শ্রীক্ষেত্র ধাম কেতে দূর সে মাপি কহিଥିଲେ মাপি কহিদেলে এতে বড় কবি সে হ্যাঁ না নাই সেই সেই পঠাণী সামন্তଙ୍କ কথা কহিবা আচ্ছা বিনো বাবু বিষয় করিয়া নাই হ্যাঁ বিষয় করিয়া নাই পঠাণী সামন্তর বিরাট বিষয় তেবে পঠাণী সামন্তଙ୍କ কথা কহিবা হ্যাঁ সে কোন করଥିଲେ কোন কলে ও হ্যাঁ সেই 22 পাবছরে পঠাণী সামন্ত মানে গোটে ঘটনা ঘটিଥିଲା কোন ঘটিলা কোন সেই সামন্ত চন্দ্রশেখর হ্যাঁ সেই 22 পাবছরে বসন্তী সবুদিনে যাই সপ্তম পাবছরে আচ্ছা আচ্ছা 22 পাবছ সপ্তম পাবছে হউ হউ এ সামন্ত যে বসিଥିଲେ দেবসভা মধ্যে বিচার হইল বৃহস্পতি প্রবেশিলে পঠাণী সামন্ত 22 পাবছর সপ্তম পাবছ উপরে বসিଥିଲେ বসিছিলে না নাই হ্যাঁ সপ্তম পাবছ উপরে বসিଥିଲେ হ্যাঁ দেবগুরু বৃহস্পতি আসি পৌঁছিলে পৌঁছিলে কাহিকি পৌঁছিলে কোন পাই কি না ইয়ে বিশ্বরে সে এমিতি পণ্ডিত ଥିଲେ আজ্ঞা যে ସମସ୍ତଙ୍କର ମୃତ୍ୟୁ ସନ୍ଧିକି ସିଏ কহি দউଥିଲେ ଆଚ୍ଛା আচ্ছা আচ্ছা କିନ୍ତୁ ସେଦିନ হ্যাঁ ଜଣକୁ ସର୍ପାଘାତ କରିବାର ଯୋଗ ଥିଲା ଥିଲା ତାକୁ ସେ ମନା କରିଦେଲେ କହିଲେ ପୁଷ୍କରଣୀ ନିକଟକୁ ତୁ ଯିବୁନୁ বলে ଯଦି ତୁ ପୁଷ୍କରଣୀ ନିକଟକୁ ଯିବୁ ইলো বউলো ତୋର ସର୍ପ ଦଂଶନରେ ଆଜି ତୋର ମୃତ୍ୟୁ ହେବ কিন্তু সেদিন সে ব্যক্তি সিଏ ଆଉ ଗଲାନି না 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 ପୁଷ୍କରଣୀ ନିକଟକୁ ଗଲାନି গলা নাই କି ସାପ ଆଉ ତାକୁ ଦଂଶନ କଲାନି କରି ପାରଲା নাই ପ୍ରଭୁର ନ୍ୟାୟରେ ବ୍ୟାଘାତ ঘটিলা ବିଚାର ପଡିଲା ଦେବତା ମାନଙ୍କର ଆସିଲେ ସପ୍ତମ ପାବଛରେ ପଠାଣି ସାମନ୍ତ ବସିଛନ୍ତି ପଚାରିଲେ ଦେବଗୁରୁ ବୃହସ୍ପତି ପଚାରିଲେ ଆଚ୍ଛା ସାମନ୍ତେ ଆଜ୍ଞା ଆଜ୍ଞା ତମେ କହିପାରିବ କୋଉ କଥା ଗଣନା କରି କହିଲ କଣ ବୃହସ୍ପତି ବର୍ତ୍ତମାନ କୋଉ ସ୍ଥାନରେ ଅଛନ୍ତି କୋଉ ସ୍ଥାନରେ ହଁ କୋଉ ସ୍ଥାନରେ ହଁ ବୃହସ୍ପତି ଅଛନ୍ତି କୋଉ ସ୍ଥାନରେ ଅଛନ୍ତି ହଁ ଏଇ ଆମର ସପ୍ତମ ପାବଛରେ ଅଛନ୍ତି ଗଣନା କରି କହିଦେଲେ ହଁ କହିଲେ ଆଜ୍ଞା ହଁ ବୃହସ୍ପତି ହଁ ଏସିଆ ମହାଦେଶରେ ଅଛନ୍ତି ଏସିଆ ମହାଦେଶରେ କହିଲେ ଏସିଆ ମହାଦେଶର ହଁ ଏସିଆ ମହାଦେଶର କୋଉ ଜାଗାରେ ଅଛନ୍ତି ଭାରତ ବର୍ଷରେ ଅଛନ୍ତି ଭାରତ ବର୍ଷରେ କୋଉ ସ୍ଥାନରେ ଅଛନ୍ତି ଉତ୍କଳ ରାଜ୍ୟରେ ଉତ୍କଳର ମହୋଦଧି ତଟରେ ଅଛନ୍ତି ଦେଖିଲେ ଇଏ ସାକ୍ଷାତ ବୃହସ୍ପତି ସାଷ୍ଟାଙ୍ଗେ ପ୍ରଣିପାତ କରିଦେଲେ ପ୍ରଭୁ ଗୁରୁଦେବ ମତେ କ୍ଷମା କର ଗୁରୁଦେବ ଏତେ କଥା ମତେ ପଚାରିଲେ ମୁଁ ଜାଣି ପାଇଲିଣି ସବୁ କଥା ଗୁରୁଦେବ କାହିଁକି ମତେ ନ୍ୟାୟରେ ପକେଇଲେ ମୁଁ କିଛି ବୁଝିପାରୁନି ଦେଖ ହଁ ପଠାଣି ଆଜ୍ଞା ଆଜି ଠାରୁ ଗୋଟେ ଜିନିଷ ତମକୁ ମାଗିବି ମତେ ମାଗିବେ ଆପଣ ମୁଁ ଛାର ମାନବ ଆପଣ ଗୋଟେ ବିଦ୍ୟା ମୁଁ ଆଜି ହରଣ କରିବି କଣ ହରଣ କରିବେ ଆପଣ ମୋର ବିଦ୍ୟା
ତମେ ଆଜିଠାରୁ କେବେ କାହାର ମୃତ୍ୟୁ ସନ୍ଧିକି ପ୍ରକାଶ କରିବ ନା ସେଇଦିନ ଠାରୁ ପଣ୍ଡିତେ ଆଜି ଯାଏ ଯେତେ ଜ୍ୟୋତିର୍ବିଦ୍ୟା ଅଛନ୍ତି ସବୁ ବିଦ୍ୟା କହିପାରିବେ କିନ୍ତୁ କାହାର ମୃତ୍ୟୁ ବିଦ୍ୟା କହିପାରିବେ କାହିଁକି ଦେବଗୁରୁ ବୃହସ୍ପତି ସେଦିନ ହରଣ କରି ନେଇଯାଇଛନ୍ତି ତେବେ ସେଇ ସାମନ୍ତଙ୍କ କଥା କହିବା କଣ କହିବା ପଦେ ପଦେ କହିବା ସାମନ୍ତ ପଠାଣି ସାମନ୍ତ ଏବଂ ତାଙ୍କ ସହପତ୍ନୀ ଆଜି ଘରୁ ଖଣ୍ଡପଡା ମାଟିରୁ ବାହାରିଲେ କୁଆଡେ ବାହାରିଲେ ନା ପୁରୀ ଶ୍ରୀକ୍ଷେତ୍ର ଧାମ କବି କିଏ ନା ସାରିଆ ଭିକ କହିଦେଲେ କଣ କହିଲେ ବୁଢା ବୁଢୀ ଯାଉଛନ୍ତି କହିଲେ ଥକା ମନ ଚାଲ ଯିବା ଚକା ନୟନ ଦେଖିବା ଥକା ମନ ଚାଲ ଯିବା ଚକା ନୟନ ଦେଖିବା ଆଉ ଶଙ୍ଖ ମଣ୍ଡଳରେ କଣ କରିବା ଶଙ୍ଖ ନାଇ ମଣ୍ଡଳ କଣ କରିବା ଆଉ ବେନି ନେତ୍ର ପଖାଳିବା ଥକା ମନ ଚାଲ ଯିବା ଚକା ନୟନ ଥକା ମନ ଚାଲ ଯିବା ଚକା ନୟନ ଦେଖିବା ଚକା ନୟନକୁ ଦେଖିବା ଶଙ୍ଖ ନାଭି ମଣ୍ଡଳରେ ବେନି ନେତ୍ର ପଖାଳିବା ନା ନାଇଁ ଠିକ ଆଚ୍ଛା ବିନୋ ବାବୁ ଆଜ୍ଞା ଶଙ୍ଖ ନାଭି ମଣ୍ଡଳ କହିଲେ ନୀଳାଚଳ କ୍ଷେତ୍ର ଜଗତର ନାଥ ଜଗନ୍ନାଥ ବସିଛନ୍ତି ଶଙ୍ଖ ନାଭି ମଣ୍ଡଳରେ ବେନି ନେତ୍ର ପଖାଳିବା ଆଚ୍ଛା ବିନୋ ବାବୁ ଏଣେ ପଠାଣି ସାମନ୍ତ ଏବଂ ତାଙ୍କ ସହଧର୍ମୀ ଯାଇଛନ୍ତି କହିଲେ ସଖୀ ଏଠିକି ଆସ କଣ ବା ଦେଖ ସ୍ୱାମୀ କୁହ ଆମେ ଜଗତର ନାଥ ବିଶ୍ୱକର୍ତ୍ତା ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରିବା ପୂର୍ବରୁ ଯିଏ ବାଟରେ ଜଣେ ଦେବୀ ଅଛି ସତରେ ତାକୁ ଯଦି ଦର୍ଶନ ନ କରିବା ସେ ଜଗା ଦର୍ଶନରେ ଆମର କିଛି ସଫଳତା ମିଳିବନି କଣ ଏମିତି ନିୟମ ଅଛି ହେଲେ ବାଟରେ କୋଉ ଦେବୀ ଅଛି ବା କୋଉ ଦେବୀ ଅଛି ଜାଣୁଛ କୋଉ ଦେବୀ ସିଏ ଦେଖ ସେ ଦେବୀ କିଏ ସିଏ ବାଟ ମଙ୍ଗଳା ଦେଖିବା ବାଟରେ ବାଟ ମଙ୍ଗଳା ଦେଖିବା ପାଞ୍ଚ ମନ ଏକ ବାଟରେ ବାଟ ମଙ୍ଗଳା ଦେଖିବା 18 ନଳା ପାଞ୍ଚ ମନ ଏକ ମେଳେ କଣ କରିବା କି ନରେନ୍ଦ୍ର ଷ୍ଟାଣ୍ଡ ଥକା ମନ ଚାଲ ଯିବା ଚକା ନୟନ ଦେଖିବା ଶଙ୍ଖ ନାଭି ମଣ୍ଡଳରେ ବେନି ନେତ୍ର ପଖାଳିବା ତାପରେ ବାଟ ମଙ୍ଗଳା ଦେଖିବା 18 ନଳା ପାଞ୍ଚ ମନ ଏକ ମେଳେ ନରେନ୍ଦ୍ର ସ୍ନାନ କରିବା